ମୋ ନାଁ ସୂର୍ଯ୍ୟକାନ୍ତ ଓଝା। ପ୍ରାୟ 5-7 ଦିନ ଲାଗେ ରଥଯାତ୍ରା ଆମ କରିବାକୁ। ଆଉ ଗାଁ ଲୋକ ସମସ୍ତେ ସହଯୋଗ କରନ୍ତି ରଥ କଲା ବେଳକୁ। ଆମର ରଥ ପ୍ରାୟ 4-5 କିଲୋମିଟର ଭଳିଆ ଦୂରକୁ ଯାଏ। ସାଜସଜ୍ଜା କ'ଣ ଏମିତି ବାଣ ଆସେ, ବାଣ ମରା ହୁଏ। ଆଉ ଏମିତି ଘଣ୍ଟ ଆସେ, ପୁରୀରୁ ଆସନ୍ତି ରଥଯାତ୍ରା ଘଣ୍ଟ ବାଡ଼ିବାକୁ 2-3-4 ଜଣ ଆସନ୍ତି ସେ। ଆଉ ଏମିତି ଗାଁର ଆମର କୀର୍ତ୍ତନୀ ଅଛନ୍ତି, ସେ କରିଚାଲନ୍ତି। ଆଉ ରଥରେ ଆଉ କ'ଣ ଲାଗେ, ସେଇ ତ ଯାହା ସବୁ ତ ଏଇ କାଠ ବାଟ ଯାହା ସବୁ ଲାଗିବ ଆଉ କ'ଣ। ପ୍ରାୟ 40-45 ବର୍ଷ ହବଣି ରଥ। ପ୍ରାୟ ଆମେ 3-4 ବର୍ଷ ହେଲାଣି ବାପା କରି ଆସୁଥିଲେ। ଆମେ ପ୍ରାୟ 3-4 ବର୍ଷ ହେଲାଣି ଆମେ କରୁଛୁ ରଥକୁ। ଭଲ ଲାଗୁଛି ରଥ, ଟିକେ ଗାଁ ଲୋକ ମିଶିକି ଖୁସିରେ ଲାଗୁଛି କରିବା ରଥ। ମୋ ନାଁ ସଞ୍ଜୟ ଖଟୁଆ, ମଝିଖଣ୍ଡ ଗ୍ରାମର ରଥ କମିଟିର ମୁଁ ଗୋଟେ ସଦସ୍ୟ। ଏ ରଥ ଆଜିଠାରୁ ପୁରା ରଥଯାତ୍ରା ପର୍ଯ୍ୟନ୍ତ ସବୁଦିନ ଏମିତି ଚାଲିବ। ଗାଁର ସବୁ ଯେତେକ ଛୁଆ ଏଠି ଅଛନ୍ତି, ସବୁ ଛୁଆଙ୍କ ସହଯୋଗରେ ସବୁ ବର୍ଷ ପରି ଏ ବର୍ଷ ଏମିତି ହେବ। ରଥ ଆମର ଏଠୁ ଗୁଣ୍ଡିଚା ଦିନ ଏଠୁ ପହଣ୍ଡି ହେଇକି ଯେମିତି ରଥ ଭିଡ଼ା ହେଇକି ପୁରା ଆମର ମାଉସୀ ମା ମନ୍ଦିର ହେଉଛି ରାମ ମନ୍ଦିର ନିଆଳି ବଜାର ଦେଇକି ଟୋଟାଲ ରାମ ମନ୍ଦିର କ୍ରସ୍ କରିବ, ବଜାର କ୍ରସ୍ କରିବ। ଏ ରଥ ଲାଗିବ 5-7 ଦିନ ଲାଗିବ। ଆଉ ପୁରା ଦିନ ରାତି ପିଲା ସମସ୍ତେ ସବୁବେଳେ ପାଇଁ ଲାଇଟ୍ ଲାଗିକି କାମ, ରାତି ସାରା ବି କାମ ହେବ। ସବୁ ଛୁଆଙ୍କର ଅବଦାନ ସବୁ ଯିଏ ଛୁଆ ଯାହା ବଳରେ 500-1000 ଯିଏ, ଏଠି କୌଣସି କଲେକ୍ସନ୍ ନାହିଁ କି କୌଣସି ଆୟ ନାହିଁ କି ଫଣ୍ଡ ନାହିଁ ଠାକୁରଙ୍କର। ସେ ଯାହା ସବୁ ନିଜସ୍ୱ ଛୁଆ ଯେଉଁମାନେ ଅଛନ୍ତି ଏଠି ସଭ୍ୟ ଯେଉଁମାନେ ସମସ୍ତେ ନିଜ କିଛି ଦାନରେ ରଥ ସବୁ ବର୍ଷରେ ଏମିତି ଚାଲୁଛି। ଇଏ ପ୍ରାୟ ଆଜକୁ ଆମେ ତ ମୁଁ ଛୋଟବେଳୁ ଦେଖିଯାଉଛି ପ୍ରାୟ 45-50 ବର୍ଷ ଧରିକି ଚାଲିଯାଉଛି ଆମ ଗାଁରେ। ଛୋଟବେଳୁ ହେଇ ଆଜି ବଡ଼ ଧରଣର ହେଉଛି।